ପିପିଲିରେ ନୂତନ ମଦ ଦୋକାନ ଖୋଲିବାକୁ ନେଇ ବାରମ୍ବାର ବିରୋଧ ହୋଇ ଆସୁଛି। ରାଜ୍ୟ ସରକାର ପିପିଲିରେ ବାଇପାସଟାରେ ଗୋଟେ ନୂତନ ମଦ ଦୋକାନ ଖୋଲିବା ପାଇଁ ସ୍ଥିର କରିଛନ୍ତି ଏବଂ ଏ ନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟ ଜାତୀୟ ଦଳିତ ସଂଘ ବାରମ୍ବାର ଏ ନେଇକି ଆପତ୍ତି ଅଭିଯୋଗ କରୁଛି। ଯେଉଁ ଫୋରମ ମାଧ୍ୟମରେ ଆପତ୍ତି ଅଭିଯୋଗ କରିବା କଥା ସେ ଫୋରମ ମାଧ୍ୟମରେ ମଧ୍ୟ ଆପତ୍ତି ଅଭିଯୋଗ କରୁଛନ୍ତି ଯେ ପିପିଲିରେ ନୂତନ ମଦ ଦୋକାନ କୌଣସି ଆବଶ୍ୟକତା ନାହିଁ। ଯେତେବେଳେ କୁହାଯାଉଛି ରାଜ୍ୟ ସରକାର ଏଇ ମଦ ଦୋକାନରୁ ଯେଉଁ ଅର୍ଥ ଆଦାୟ କରୁଛନ୍ତି ତା ବିଭିନ୍ନ କାର୍ଯ୍ୟରେ ଲାଗେ ଏବଂ ଲୋକମାନଙ୍କ ହିତରେ ଲାଗେ, କିନ୍ତୁ ପିପିଲିରେ ଯେଉଁ ମଦ ଦୋକାନ ଖୋଲାଯାଉଛି ତାକୁ କ'ଣ ପାଇଁ ଯେଉଁ ଅର୍ଥ ଏଥିରୁ ମିଳିବା କଥା ତାକୁ ଜାତୀୟ ଦଳିତ ମହାସଂଘ କ'ଣ ପାଇଁ ବିରୋଧ କରୁଛି? ସିଧାସଳଖ ଜାତୀୟ ଦଳିତ ସଂଘର ଯେ ରାଜ୍ୟ ସଭାପତି ରହିଛନ୍ତି ବିଜୟ ସେଠୀ, ତାଙ୍କ ସହିତ ଆଲୋଚନା କରିବା। ଦେଖନ୍ତୁ ବିଜୟ ବାବୁ, ବର୍ତ୍ତମାନ ଯେତେବେଳେ ପିପିଲିରେ ମଦ ଦୋକାନ ଖୋଲାଯାଉଛି ବାଇପାସରେ, ଆପଣ ଏହାକୁ ବିରୋଧ କରିବାର ମୁଖ୍ୟ କାରଣ ଏବଂ କ'ଣ ପାଇଁ ଏହାକୁ ଯେଉଁ 1000 ଦସ୍ତଖତ ସମ୍ବଳିତ ଯେଉଁ ଦସ୍ତଖତ ନେଇ ମଧ୍ୟ ଅଭିଯୋଗ କରୁଛନ୍ତି, ଆପଣଙ୍କ ଉଦ୍ଦେଶ୍ୟ କ'ଣ ରହୁଛି? ଦେଖନ୍ତୁ, ସମସ୍ତ ପିପିଲି ଏବଂ ଡେଲାଙ୍ଗ ବ୍ଲକର ଜନସାଧାରଣଙ୍କ ତରଫରୁ ନମସ୍କାର, ଜୟ ଭୀମ। ଯେ ପିପିଲିରେ ଯେଉଁ ମଦ ଦୋକାନ କରୁଛନ୍ତି ସରକାର, ପିପିଲି ଡେଲାଙ୍ଗ ପାଖ ବ୍ଲକ ହେଉଛି କଣାସ। କଣାସରେ ଲୋକମାନେ ପାଣି ପିଇବା ପାଇଁ ପାଣି ପାଉନାହାନ୍ତି। ଦୟା ନଦୀର ପାଣି ପିଇକି ବର୍ତ୍ତମାନ 10ରୁ ଉର୍ଦ୍ଧ୍ୱ ଲୋକ ମଲେଣି। ସରକାର ଲୋକଙ୍କୁ ପାଣି ଯୋଗାଇ ପାରୁନାହାନ୍ତି, ଅଥଚ ବାଇପାସ କଡ଼ରେ ଯେଉଁଠି ଦ୍ରୁତଗାମୀରେ ଗାଡ଼ି ଯାଉଛି, ଯେଉଁଠି ଲୋକ ମାନେ ସେଠି ମଦ ଦୋକାନ ହେଲେ ଭବିଷ୍ୟତରେ ମାତ୍ରାଧିକ ଲୋକ ମରିବେ, ସେଇଭଳି ବ୍ଲାକ୍ ସ୍ପଟ୍ ଉପରେ ଗୋଟେ କରିବେ, ମଦ ଦୋକାନ କରିବେ ବୋଲି ସ୍ଥିର କରିଛନ୍ତି, ଯାହାର ପବ୍ଲିକ୍ ନୋଟିସ୍ ବାହାରିଥିଲା। ପବ୍ଲିକ୍ ନୋଟିସ୍ ବାହାରିବା ଦିନଠାରୁ 20 ଦିନ ପର୍ଯ୍ୟନ୍ତ ତାଙ୍କୁ ଯେଉଁ ଏକ୍ସାଇଜ୍ ଡିପାର୍ଟମେଣ୍ଟର ଆରକ୍ଷୀ ଅଧିକାରୀ ଅଛନ୍ତି ସେ ତାଙ୍କ ପକେଟରେ ରଖିଥିଲେ। କାରଣ ତାଙ୍କର ଯେଉଁ ନୀତି ନିୟମ ଅଛି ଆଇନର, ଯେ ସେ ପବ୍ଲିକ୍ ନୋଟିସ୍ ହେଲେ ପ୍ରଥମେ ଯେଉଁଠି ମଦ ଦୋକାନ ହେବ ସେଠିକାର ତହସିଲ, ବିଡ଼ିଓ, ଏନ୍ଏସି ଏସବୁ ଜାଗାରେ ମରାଯିବ। ସେ ମରା ହେଇନଥିଲା। ଠିକ୍ 7 ଦିନ ଅଛି ଆମ ପାଖରେ ଖବର ପହଞ୍ଚିଲା, ଆମେ ମଧ୍ୟ ତାଙ୍କୁ ସେ ପବ୍ଲିକ୍ ନୋଟିସ୍ଟି ପାଇଲୁ। ପାଇବା ପରେ ସାଙ୍ଗେ ସାଙ୍ଗେ ତାଙ୍କୁ ବିରୋଧ କରିବା ଆରମ୍ଭ କଲୁ। କାହିଁକି ନା ପିପିଲି ଠାରୁ ପିପିଲି ଉତ୍ତରା ସୀମା, ପିପିଲି ଠାରୁ ସାତସଙ୍ଗ ହେଉଛି ସୀମା। ଏଇ ଭିତରେ ସରକାର ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ପାଖାପାଖି 15ଟା ଦେଶୀ ବିଦେଶୀ ହେଇକି। କିନ୍ତୁ ଆଉ ଗୋଟେ ମଦ ଦୋକାନ କ'ଣ ଦରକାର? ତାମାନେ ସରକାର କ'ଣ ଜାଣିଛନ୍ତି କି? ପିପିଲି ଯେମିତି ଅତୀତରେ ପିପିଲି ଗୋଟେ ଗଣ୍ଡୋଳିଆ ଜାଗା ବୋଲି କହୁଥିଲେ, ବର୍ତ୍ତମାନ ତାକୁ କିଛି ସ୍ୱେଚ୍ଛାସେବୀ, ସାମ୍ବାଦିକ, ଆମର ବୁଦ୍ଧିଜୀବୀ ମାନେ ତାକୁ ଶାନ୍ତିରେ ପରିବର୍ତ୍ତନ କରିଛନ୍ତି। ସରକାର କ'ଣ ଜାଣିଛନ୍ତି ପିପିଲିରେ ମଦୁଆ ବ୍ୟକ୍ତି ଅଧିକା? ପିପିଲିରେ ଯେତେ ମଦ ଦୋକାନ କରିବ ସେତେ ଚାଲିବ? ଏଇ ଧାରଣା ଯଦି ସରକାରଙ୍କ ଥାଏ ତାହେଲେ ସେଇଟା ଭୁଲ ହେବ। ଅତୀତରେ ଯେଉଁ ପିପିଲି ଗୋଟିଏ ଖରାପ ଜାଗା ବୋଲି ତାଙ୍କୁ ସମସ୍ତଙ୍କ ମୁଣ୍ଡରୁ କଢ଼ା ହେଇଛି। ପିପିଲି ଗୋଟେ ଶାନ୍ତିପୂର୍ଣ୍ଣ ଜାଗା, ଏଠି ବୁଦ୍ଧିଜୀବୀ ରୁହନ୍ତି, ସାମାଜିକ କର୍ମୀ ରୁହନ୍ତି, ସାମ୍ବାଦିକ ବନ୍ଧୁ ରୁହନ୍ତି ଏବଂ ଭଲ ଭଲ ଭଦ୍ର ବ୍ୟକ୍ତି ରୁହନ୍ତି। ସେ ମାନେ ସିଟିଜେନ୍ ଯେଉଁ କହନ୍ତି ସିନିୟର ସିଟିଜେନ୍ ମଧ୍ୟ ଭଲ ଅଛନ୍ତି। ତେଣୁ ସରକାର ପ୍ରତି କ୍ଷେତ୍ରରେ ପିପିଲିଟାକୁ ଏଭଳି ରଙ୍ଗ ଦେଉଛନ୍ତି। ଏଇ ଯେମିତି ମଦ ଦୋକାନଟି କରିବେ, ପିପିଲି ତ 15ଟା ଦୋକାନ ଅଛି, ପୁଣି କାହିଁକି ଆଉଟ ହେବ? ଏଇଟାକୁ ଆମେ ସଂଗଠନର ଯେଉଁ ଅଛନ୍ତି ସେମାନେ ଚିନ୍ତା ସହିତ ସାମ୍ବାଦିକ, ସାମାଜିକ କର୍ମୀ, ବୁଦ୍ଧିଜୀବୀ ଏବଂ ଯେଉଁମାନେ ଅଛନ୍ତି ସିନିୟର ସିଟିଜେନ୍ ସମସ୍ତେ ବିରୋଧ କରିବା କଥା। ମୋତେ ପ୍ରତ୍ୟେକ କ୍ଷେତ୍ରରୁ ଆସୁଛି ଶୁଭେଚ୍ଛା। କାଲି ଜଣେ ଭଦ୍ର ବ୍ୟକ୍ତି, ଜଣେ ବୁଦ୍ଧିଜୀବୀ ଜବାର ଖାନ ଦେଖାହେଲେ, କହିଲେ ଭଲ ପଦକ୍ଷେପ ନେଇଛ, ପିପିଲିରେ ଏତେ ମଦ ଦୋକାନ କାହିଁକି ହେବ? ତେଣୁକରି ସବୁ ଦିଗରୁ ଶୁଭେଚ୍ଛା ଆସୁଛି। ସରକାର କଣାସରେ ପାଣି ଦେବା ବ୍ୟବସ୍ଥା କରନ୍ତୁ। ଆଉ ଯଦି ବର୍ତ୍ତମାନ ଯଦି ଏଠି ମଦ ଖୋଲିବା ବ୍ୟବସ୍ଥା କରୁଛନ୍ତି, ଘୋର ବିରୋଧ ହେବ। ଜୀବନ ଯାଉ, କିଛି ଶୁଣାଯିବ ନାହିଁ। ନିଶ୍ଚିତ ଭାବରେ ବିରୋଧ ହୋଇ ଏଇଟା ରୋକାଯିବ। ଦେଖନ୍ତୁ, ଯଦି କହିବା ବର୍ତ୍ତମାନ ବାରମ୍ବାର ଆପଣ କହୁଛନ୍ତି ବିରୋଧ କରାଯିବ, ଆଉ ଯେଉଁ ମଦ ଦୋକାନ ଖୋଲାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି, ଆପଣ ମଧ୍ୟ ଯିଏ କହୁଛନ୍ତି ଆରକ୍ଷୀ ଅଧିକ ଯେଉଁ ଏସ୍ପି ରହିଛନ୍ତି ଏକ୍ସାଇଜ୍ର, ତାଙ୍କୁ ମଧ୍ୟ ଭେଟିଥିଲେ। ଯେଉଁ ମହିଳାମାନେ ଯାଇଥିଲେ ସେ ମଧ୍ୟ ଭେଟିଥିଲେ। ସେ ମଧ୍ୟ ଅଭିଯୋଗ କରୁଛନ୍ତି ଯେ ଏଠି ମଦ ଦୋକାନ ହେବ, ତମର ଅସୁବିଧା କେଉଁଠି ରହୁଛି? ଯେଉଁ ଆପଣ ଅଭିଯୋଗ ଆଣୁଛନ୍ତି ତାଙ୍କର ମଧ୍ୟ ଯେଉଁ ନିଲମ୍ବନ ଦାବି କରୁଛନ୍ତି, ଯେ କ'ଣ ଘଟଣା ରହିଛି? ଦେଖନ୍ତୁ, ପ୍ରଥମ ଭୁଲ, ସିଏ ଯଦି ଲିଗାଲରେ ଥାନ୍ତେ ସିଏ
विज्ञप्ति जो पब्लिक नोटिसटा को पकेट रे लुचेकी रखि नथंते जे थांते ठीक रे। द्वितीय कथा हला आमे हजार लोकंक दस्खत मारिकिरी तांकू देलु अभियोग देलु। द्वितीय रे सांबादिक सम्मेलन करी तांकू मध्य चेता पसेबा में चेष्टा कलु। तृतीय रे 1200 रु ऊर्ध्व महिला रे आमे गतकाली 10/2/2025 रे वर्तमान पिपिली उड़ंता सेतु तले धारणा देइथिलु। जिला प्रशासन हमको कथा देइची से बंद करिवो। हजार लोक जोटी आसी पारुचंती मद दुकान बंद करिया पई सरकार पाखे केते लोक मद दुकान खोलिया पई अछंती सेटा को सरकार हमको देखांतु। काहेकि ना बर्तमान सरकार निज स्वार्थ रे ए काम करुचंती। एपटे कहउचंती कोन ना मद दुकान सबु बंद हबो निशा मुक्त ओडिशा हबो। मु सरकार को पचारिबा को चाहे जेते बेले मद दुकान गोटे खोलिबो तांकर अवदान कोन किछि नाही कि प्रथमे से माने गोटे जो टेंडर हुए टेंडर बाबद रे 2 लाख रु ऊर्ध्व नियंती। जो पब्लिक नोटिस हुए जिलापाल जानती तापर मद दुकान हम सारा ओडिशा माने प्रशासन सरकार कल जानिबो। तेणु जानिकी करूचंती एपटे कहउचंती ओडिशा मदमुक्त हम। ये जो डुआल जिनिस दो मुहा काम सरकारंकर सेटा बंद करंतु। जनसाधारण तांको भोट देइचंती 24 वर्ष पर से गोटे परिवर्तन आनिचंती जे तांकर मंगल पाई तांकर उन्नति पाई तांकर दुख दूर हवा पाई। किंतु सरकार जदि एभली गोटे कथा कहिकी गोटे कथा कले माने करूचंती माने मद दुकान ओडिशा मदमुक्त हेबो एपटे कौन करिवे ना सेपटे मद दुकान खोला होउची। ये जो दो मुहा कथा लोक सब बुझी सारलेनी। लोक तांकर उत्तर देवे भविष्य रे। कहीं ना सरकार सबू योजना आम फेल बेली आम अनुभव करुचु। जो भी कहले सुभद्रा योजना 50,000 लेखा दिखाई 5,000 देले हिसाब से राजनीति कले। बीएसके कार्ड रे लोक मैंने केते सुविधा पाउथले। गोटे गरीब लोक जाई ट्रिटमेंट है आराम रे घर को आसुला सेटा को मध्य उठे आयुष्मान कले। आयुष्मान रे कौन ना लोक मैंने आग चिकित्सा करिए पैसा खर्च करी तापरे सरकार टंका देबे ग्यारंटी नहीं। देखो जदि जो कथा जो मद दुकान को लेकिन बर्तमान रही मद दुकान चलिया आपन को पैसा ऑफर आसी आपण अकाउंट को मध्य पैसा आसी आपण थाना रे एने अभियोग कर जो मद जो माने कारबार करिया को चेष्टा कर गोटे प्रकार चाप पकाउछंती कि आपण ऊपर निश्चित पर अतीत रे प्रति काम रे मते चाप होईची बहुत चाप होईची। आउ पिपिली रे मु गर्व रे नुहे अंतर सहकार कहूची जे पिपिली रे विरोध दल कहले जातीय दलित आदिवासी माइनॉरिटी महासंघ अर्थात विजय सेठी एटी कौनसी लोकों पई विरोध दल काम करे नाही। अन्याय अन्याय अत्याचार बढ़ी चले ब्लॉक रे अन्याय हुए तहसील अन्याय हुए फेक रे माने पट्टा हुए का नारे पट्टा किए नहीं जाउची ब्लॉक रे सबु प्रकार योजना बाटमाणा होउची। किंतु एटी आंदोलन लोकों पई मु एका करे हम संगठन रो कर्मी माने करंती। किंतु मो पॉकेट को जो 20,000 टंका आस्तला फोन पे माध्यम रे 20,000 टंका रे से मते किनी परिबे नहीं। लोकंकर विश्वास को मो 20 लाख रे भी कंप्रोमाइज करिबि नहीं। काहे कि ना लोकंकर विश्वास मो पर अछि लोकंकर आस्था मो पर अछि जे आम पछरे के गोटे लोक ठियाई आम पे कथा कहबो बोली अछंती बोली विश्वास करूचंती। तेणु तांको विश्वास को मु एते शीघ्र एते सस्ता रे बिक्री करिबि नहीं। मद दुकान सेठी बंद हबो। आपको गतकाली मध्य प्रतिश्रुति देइचंती जदि आपण प्रतिश्रुति प्रशासन रखे आगामी पदक्षेप कोन रहबो? प्रशासन आमको मद दुकान बंद करने प्रतिश्रुति देइचंती एवं सर्वसम्मुख दिवालोक स्पष्ट भाव में अच्छी टीवी रे मध्य बाजुची आपण मानकर जरिया रे समस्त लोक देखुचंती खबर कागज बाहरी। जदि सरकार सेतिरु बहिर्भूत होती जो 1000 महिला आसीथिले से माने विश्वास करि जिवे जे वर्तमान सरकार आम विरुद्ध रे आम पई मरण जनता खोलिचंती आम पई मरण जनता खोलिचंती। सरकार आमको गोटे कथा कहउचंती किंतु मारिबा पई बाट करूचंती। कहीं ना जी मद दुकान करिवो सीए तार पॉकेटटा गरम हबो मदर पैसा इनकम करिवो सरकार सेठू तांकर पाउना पाइबे किंतु जी पीबो तार कोन हबो।
ଦେଖନ୍ତୁ ସିଧାସଳଖ ବିଜୟ ସେଠୀଙ୍କର ଅଭିଯୋଗକୁ ଆପଣ ଶୁଣୁଥିଲେ ବାରମ୍ବାର ତାଙ୍କର ଯେଉଁ ଅଭିଯୋଗ ରହିଛି ମଦ ଦୋକାନ ବନ୍ଦ କରାଯିବ ଏ ନେଇ ମଧ୍ୟ ପ୍ରଶାସନ ନିକଟରେ ତାଙ୍କର ଦାବି ରହିଛି ଏବଂ ଗତକାଲି ମଧ୍ୟ ପ୍ରଶାସନର ଅଧିକାରୀମାନେ ବରିଷ୍ଠ ଅଧିକାରୀମାନେ ଗୋଟେ ପ୍ରକାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଏ ନେଇକି ମଧ୍ୟ ଦାବି ଉପସ୍ଥାପନ ଯେଉଁ ବିଜୟ ସେଠୀଙ୍କର ରହିଛି ଯେଉଁ ଦାବି ମଧ୍ୟ ରଖାଯିବ ଏବଂ ପରବର୍ତ୍ତୀ ସମୟରେ ସରକାର ୟା ଉପରେ ପଦକ୍ଷେପ ନେବେ। ତେବେ ଦେଖିବାକୁ ବାକି ରହିଲା ଯେଉଁ ଆଗାମୀ ଦିନରେ ଯେଉଁ ମଦ ଦୋକାନକୁ ନେଇକି ଯେଉଁ ବାଦ ବିବାଦ ଲାଗି ରହିଛି ତାପରେ ଫୁଲ୍ ଷ୍ଟପ୍ ପଡୁଛି ନା ମଦ ଦୋକାନକୁ ନେଇ ବିବାଦ ଚାଲୁଛି।